ଭିଜା ଚିଠିର ଗନ୍ଧ। ଗାଁର ସେହି ପୁରୁଣା କଚା ରାସ୍ତାରେ ଆଜି ମଧ୍ୟ ସେହିଭଳି ଥିଲା। ବର୍ଷା ପଡ଼ିଲେ ମାଟିରୁ ଯେଉଁ ଗନ୍ଧ ଆସେ, ସେ ଗନ୍ଧରେ ମନ ଭରି ଯାଉଥିଲା। ରଘୁନାଥ ସେହି ରାସ୍ତାରେ ଧୀରେ ଧୀରେ ଚାଲୁଥିଲେ। ହାତରେ ଥିଲା ଗୋଟିଏ ପୁରୁଣା ଭିଜି ଯାଇଥିବା ଚିଠି। ଏହି ଚିଠିଟା ତାଙ୍କ ଜୀବନର ସବୁଠୁ ମୂଲ୍ୟବାନ ସମ୍ପଦ। 15 ବର୍ଷ ପୂର୍ବେ ଏହି ଚିଠିଟି ଲେଖିଥିଲେ ତାଙ୍କ ମା ଶାରଦା ଦେବୀ। ବାବୁ, ଜୀବନରେ କେବେ ବି ହାରିବୁନି। ଯଦି ସମଗ୍ର ଦୁନିଆ ଛାଡ଼ିଦେବ, ତୋ ମାଆର ଆଶୀର୍ବାଦ ସବୁବେଳେ ତୋ ସହିତ ରହିବ। ସେଦିନ ପରେ ରଘୁନାଥ ସହରକୁ ଚାଲି ଯାଇଥିଲେ। ଗାଁ, ମା, ମାଟି ସବୁକିଛି ପଛରେ ଛାଡ଼ି। ସହରର ଚକଚକ ଆଲୋକ, ବଡ଼ ବଡ଼ ସ୍ୱପ୍ନ, ଉଚ୍ଚ ଅଟ୍ଟାଳିକା ସବୁ ମଧ୍ୟରେ ଧୀରେ ଧୀରେ ସେ ନିଜକୁ ହରାଇ ଦେଲେ। କାମର ଚାପ, ଲୋକଙ୍କ ଚାଲାକି, ମିଥ୍ୟା ସମ୍ପର୍କ ତାଙ୍କ ମନକୁ ପଥର କରିଦେଲା। ମାଆଙ୍କ ଫୋନ୍ ଆସୁଥିଲା, କିନ୍ତୁ ସେ କହୁଥିଲେ ପରେ କଥା ହେବି। ଚିଠି ଆସୁଥିଲା, କିନ୍ତୁ ସେ ପଢ଼ିବାକୁ ସମୟ କାଢ଼ୁନଥିଲେ। ଗୋଟିଏ ଦିନ ହଠାତ୍ ସହରର ସବୁ ସୁଖ ଭାଙ୍ଗି ପଡ଼ିଲା। ଚାକିରି ଗଲା। ନିଜ ଲୋକ ବୋଲି ଯାହାକୁ ଭାବୁଥିଲେ, ସେମାନେ ଦୂରେଇ ଗଲେ। ସେଦିନ ରାତିରେ ଅନ୍ଧାର ଘରେ ବସି ରଘୁନାଥ ସେ ପୁରୁଣା ଚିଠିଟା ଖୋଲିଲେ। ଚିଠିର କାଗଜ ଭିଜିଗଲା ତାଙ୍କ ଲୁହରେ। ମା, ମୁଁ ଭୁଲ କରିଛି। ସେଦିନ ଜୀବନରେ ପ୍ରଥମ ଥର ପାଇଁ ସେ ନିଜ ଭୁଲ ବୁଝିପାରିଲେ। ପରଦିନ ସେ ଗାଁକୁ ଫେରିଲେ, କିନ୍ତୁ ଘରଟା ନୀରବ ଥିଲା। ମାଆଙ୍କ ଡାକ ନଥିଲା, ମୁହଁରେ ହସ ନଥିଲା। ପଡ଼ୋଶୀ କହିଲେ, ତୋ ମା ତୋ ଆସିବାକୁ ଅପେକ୍ଷା କରି କରି ଆକାଶର ଲୋକ ହୋଇଗଲେ ବାବୁ। ରଘୁନାଥଙ୍କ ପାଦ ତଳୁ ମାଟି ସରିଗଲା। ମାଆଙ୍କ ଖଟିଆ ପାଖରେ ବସି ସେ ଆଉ ଗୋଟେ ଚିଠି ପାଇଲେ। ବାବୁ, ଯଦି ଏହି ଚିଠିଟି ପଢ଼ୁଛୁ, ମୁଁ ସାୟଦ ରହିନଥିବି, କିନ୍ତୁ ମନେ ରଖ, ମା କେବେ ଛାଡ଼ି ନଥାଏ। ତୋ ସଫଳତାରେ ମୁଁ ହସିବି, ତୋ ଦୁଃଖରେ ମୁଁ କାନ୍ଦିବି। ସେଦିନ ରଘୁନାଥ ବହୁତ କାନ୍ଦିଲେ, କିନ୍ତୁ ସେହି କାନ୍ଦଣା ତାଙ୍କୁ ଭାଙ୍ଗି ନଥିଲା, ଗଢ଼ିଦେଲା। ଆଜି ସେ ଗାଁରେ ରହି ଛୋଟ ଛୋଟ ପିଲାମାନଙ୍କୁ ପଢ଼ାଉଛନ୍ତି। ମାଆଙ୍କ ସ୍ମୃତିରେ ଗୋଟିଏ ଛୋଟ ବିଦ୍ୟାଳୟ ଖୋଲିଛନ୍ତି। ପ୍ରତିଦିନ ସକାଳେ ସେହି ଚିଠିଟାକୁ ମୁଣ୍ଡରେ ଲଗାଇ କହନ୍ତି, ମା, ଆଜି ମୁଁ ହାରିନି। କାହାଣୀର ଶିକ୍ଷା, ମା ବାପାଙ୍କ ଆଶୀର୍ବାଦ ଜୀବନର ସବୁଠୁ ବଡ଼ ଶକ୍ତି। ସମୟ ଥିବାବେଳେ ସମ୍ପର୍କକୁ ମୂଲ୍ୟ ଦିଅ, ନହେଲେ ଚିଠି ରହିଯାଏ, ମଣିଷ ନୁହେଁ। ସବସ୍କ୍ରାଇବ୍ କରିଦେବେ ଚ୍ୟାନେଲଟିକୁ।